লক্ষ্মী বস বন্ধ করিবা আমার দাবি কোম্পানিকে মুনাফা দেওয়া চলব নাই যদি চলিব লড়াই হব একতা জিন্দাবাদ অଛୁ ମାଲକାନଗିରି ବସ୍ ଷ୍ଟାଣ୍ଡରେ ଯୋଉଠି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ କରାଯାଉଛି। ବସ୍ ମାଲିକ ସଂଘ ଏଠି ଧାରଣାରେ ବସିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଲକ୍ଷ୍ମୀ ବସ୍କୁ ବିରୋଧ କରୁଛନ୍ତି। ଟାୟାର 2 ଲକ୍ଷ୍ମୀ ବସ୍ ରହିଛି, ଯୋଉ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମା ଯାତାୟାତ କରୁଛି, ସେହି ବସ୍କୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରି ଆସୁଛି। ସେହି ବସ୍ ଚାଲିଲେ ଯୋଉ ଘରୋଇ ବସ୍ରେ ଯାତ୍ରୀ ହେଉନାହାନ୍ତି, ଯାହାଦ୍ୱାରା କ୍ଷତି ସହୁଛନ୍ତି। ପ୍ରତିକ୍ରିୟା ନେବା ଯୋଉ ଘରୋଇ ବସ୍ ସଂଘର ସମ୍ପାଦକ ଅଛନ୍ତି ତାଙ୍କ ପ୍ରତିକ୍ରିୟା ନେବା କଣ କହିବେ? ଯଦି ଆପଣ ବନ୍ଦ ଯାକ ଦେଇଛନ୍ତି କିନ୍ତୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆପଣଙ୍କ ବନ୍ଦ ଯାତ୍ରା ଡାକରା ଯୋଗୁଁ। ନିଶ୍ଚିତ ଭାବରେ ଆମେ ଜନସାଧାରଣ ଯାତ୍ରୀମାନଙ୍କଠାରୁ ଆମେ କ୍ଷମା ପ୍ରାର୍ଥନା କରିବୁ, ଯେହେତୁ ଆପଣମାନଙ୍କୁ ବହୁତ ଅସୁବିଧା ହେଉଥିବ। କିନ୍ତୁ ମୁଖ୍ୟତଃ ଭାବରେ ଆମେ ଏଇଟା ଜନସାଧାରଣ ଯାତ୍ରୀ ପାଇଁ ଅସୁବିଧା ପାଇଁ ଆମେ କୌଣସି ଧର୍ମଘଟ କରିନୁ। ଏଇଟା ଆମେ ସରକାର ସହିତ ଆମର ଘରୋଇ ବସ୍ ମାଲିକ ମଧ୍ୟରେ ଗୋଟେ ଭେଦଭାବ, ମାନେ ଯେଉଁମାନେ ସରକାର ଆମକୁ ଭେଦଭାବ କରୁଛନ୍ତି ସେଥିପାଇଁ ଧର୍ମଘଟ କରୁଛୁ। ଆମର ମଧ୍ୟ ପରିବାର ଅଛନ୍ତି। ଆମର ଆଲୋଚନା କଲେଣି କି ସମ୍ପର୍କରେ ଉପରିସ୍ଥ ଅଧିକାରୀ କୁହନ୍ତୁ, ଜିଲ୍ଲାପାଳ କିମ୍ବା ସରକାରଙ୍କ ସହିତ କୌଣସି ଆଲୋଚନା ହୋଇଛି? ନିଶ୍ଚିତ ଭାବରେ ଏଇ ଯୋଜନା ଆରମ୍ଭ ଠାରୁ ଆମେ ସରକାରଙ୍କ ସହିତ ଆଉ ମାଲିକମାନଙ୍କ ସହିତ ବହୁତ ବାର ଆଲୋଚନା ହେଲା। ଯେହେତୁ ଆଲୋଚନା ପରେ ବିଫଳ ହେଲା ପରେ ଗତ ଥର ମଧ୍ୟ ଆମେ ଧର୍ମଘଟ କରିଥିଲୁ। ଏଇଭଳି ବନ୍ଦ ସାରା ଓଡ଼ିଶାରେ ହେଇଛି। ବର୍ତ୍ତମାନ ମଧ୍ୟ ଯେହେତୁ ଗତ 1 ତାରିଖ ଠାରୁ ଜୁଲାଇ 30 ଠାରୁ ଆମର ଲକ୍ଷ୍ମୀ ବସ୍ ଯୋଜନା ଏସି ବସ୍ଟା ବନ୍ଦ ହେଇଥିଲା, କିନ୍ତୁ ପୁନର୍ବାର ତାକୁ ଯେହେତୁ 1/8 ରୁ ପୁଣି 21/8 ପୁନର୍ବାର ଚଲେଇଲେ ଗାଡ଼ି, ସେଥିପାଇଁ ଆମେ କହିବାର ତ ଲକ୍ଷ୍ମୀ ବସ୍ ଯୋଜନାକୁ ଆମେ ବିରୋଧ କରୁନୁ, କିନ୍ତୁ ଯୋଜନାରେ ଯେଉଁ ନୀତି ନିୟମ ରହିଛି ତାକୁ ଆମେ ବିରୋଧ କରୁଛୁ। ଯେହେତୁ ଲକ୍ଷ୍ମୀ ବସ୍ ଯୋଜନାରେ ସରକାର ପ୍ରାଇଭେଟ ବସ୍ ଠାରୁ ବହୁ ମାତ୍ରାରେ କମ୍ରେ ଭଡ଼ା ନେଉଛନ୍ତି। ଭାବରେ ଯାହା ଶୁଣୁଥିଲେ ଲକ୍ଷ୍ମୀ ବସ୍କୁ ବିରୋଧ କରୁନାହାନ୍ତି, କିନ୍ତୁ ଯୋଉ ନୀତି ରହିଛି, ଯୋଉ ବ୍ଲକ ସଦର ମହକୁମା ଜିଲ୍ଲା ସଦର ମହକୁମା ଯୋଉ ଶୀତତାପ ନିୟନ୍ତ୍ରିତ ବସ୍ ସୁଲଭ ମୂଲ୍ୟରେ ଆଣୁଛି, ଯାତ୍ରୀ ହଉନାହାନ୍ତି ଘରୋଇ ବସ୍ରେ, ସେ କିଛି ଯାତ୍ରୀଙ୍କ ପ୍ରତିକ୍ରିୟା ନେବା କଣ କହିବେ? ବର୍ତ୍ତମାନ ବସ୍ ଚଳାଚଳ କରୁନି, ଆପଣଙ୍କୁ ଦେଖୁଥିଲେ ବହୁ ସମୟ ଧରି ବସ୍ ଷ୍ଟାଣ୍ଡରେ ଅପେକ୍ଷା କରି ରହିଛନ୍ତି। ମୁଁ ମୋ ଦିଦି ଘରକୁ ଆସିଥିଲି। ମୁଁ ସକାଳେ ଯାଇକରି କଲେଜ ଯିବାର ଥିଲା, ହେଲେ ମୋର କଲେଜ ବି ବନ୍ଦ ହେଇଗଲା। ଏବେ ମୁଁ ଘରକୁ ବି ଯାଇପାରୁନି। ହେଲେ ଧର୍ମ ସଂଘ ଘଟଣାରେ କିଛି ବସ୍ ଚଳାଚଳ କରବ ଯଦି ଭଲ ଥିବ ବୋଲି ମୁଁ ଭାବୁଛି। ନିଶ୍ଚିତ ଭାବରେ ଯାତ୍ରୀଙ୍କ ପ୍ରତିକ୍ରିୟା ଶୁଣୁଥିଲେ। ଯେହେତୁ ଧର୍ମଘଟ ଚାଲିଛି, ଏଠି ବସ୍ଷ୍ଟାଣ୍ଡରେ ଅନେକ ଯାତ୍ରୀ ଅପେକ୍ଷା କରିଛନ୍ତି। ପାଖାପାଖି ଯାହା ସୂଚନା ରହିଛି, ଏହି ମାଲକାନଗିରି 80ଟି ଘରୋଇ ବସ୍ ଚଳାଚଳ କରେ। ଦୂରଗାମୀ କୁହନ୍ତୁ, ଲୋକାଲ ବସ୍ କଥା କୁହନ୍ତୁ, 80ଟି ବସ୍ ଚଳାଚଳ ଯେହେତୁ ବନ୍ଦ ହୋଇଯାଇଛି, ତେଣୁ ନିଶ୍ଚିତ ଭାବରେ ଯାତ୍ରୀଙ୍କ ପ୍ରଭାବିତ ଯାତ୍ରୀ ହୋଇଛନ୍ତି ଏବଂ ହନ୍ତସନ୍ତ ହେବା ଚିତ୍ର ସକାଳୁ ଆରମ୍ଭ ହୋଇଗଲାଣି। ଯଦିଓ ଦୂରଗାମୀ ବସ୍ ଏଠି ପହଞ୍ଚିଛି, କିନ୍ତୁ ଯେଉଁମାନେ ଟିକେଟ୍ କରିଛନ୍ତି ଯିବା ପାଇଁ ଭୁବନେଶ୍ୱର କି ଅନ୍ୟ କୌଣସି ସ୍ଥାନକୁ, ସେମାନେ ମଧ୍ୟ କିଭଳି ଯିବେ ତାହା ନେଇ ଚିନ୍ତାରେ ପଡ଼ିଛନ୍ତି। କାରଣ ତାଙ୍କ ଟିକେଟ୍ ଗୁଡ଼ିକୁ ବାତିଲ ହୋଇଯାଇଛି। ତେଣୁ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଧର୍ମଘଟ ଯେହେତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଛି, ତେବେ ଏହାର କେବେ ସମାଧାନ ହେଉଛି